ମା ବିଲେଇଶୁଣୀ ଶକ୍ତିପୀଠ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏଠି ମା ବିଲେଇଶୁଣୀ ଭକ୍ତଙ୍କ ମାନସିକ ପୂରଣ କରନ୍ତି। କୁହାଯାଇଥାଏ ମା ପ୍ରତ୍ୟକ୍ଷ ଦେବୀ ନିଃସନ୍ତାନ ଦମ୍ପତି ସନ୍ତାନ ପ୍ରାପ୍ତିର ଆଶୀର୍ବାଦ ପାଇଁ ଆସନ୍ତି। ମାନସିକ ରଖନ୍ତି, ସନ୍ତାନଟି ହେଲେ ମୁଣ୍ଡନ କରନ୍ତି। ମା ଭକ୍ତଙ୍କ ଗୁହାରି ଶୁଣନ୍ତି। ମାଙ୍କୁ ଟିକିଏ ଦୁଃଖ ଜଣାଇବାକୁ କାହିଁ କେତେ ଦୂରରୁ ଭକ୍ତମାନେ ଆସନ୍ତି। ବର୍ଷସାରା ଦେବୀଙ୍କ ପୀଠରେ ଭିଡ଼ ଲାଗି ରହେ। ଏଠି ମଧ୍ୟ ବଣଭୋଜି ହୁଏ। ଏଠି ପୂଜା ଅଲଗା ପ୍ରକାର। ମାଙ୍କ ନିକଟରେ ଲାଗି ହୋଇଥିବା ଭୋଗକୁ ବାହାରକୁ ନିଆଯାଏ ନାହିଁ। ମାଙ୍କ ଚମତ୍କାର ହେଉଛି ଢେଙ୍କାନାଳରୁ ଜଣେ ଭଉଣୀ ଜଣାଇଛନ୍ତି ତାଙ୍କର ବହୁ ବର୍ଷ ହେଲାଣି ତାଙ୍କ କୋଳକୁ ସନ୍ତାନଟିଏ ଆସିଲା ନାହିଁ। ସଦାବେଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗେ। ଦିନେ ସେ ମାଙ୍କ ପାଖକୁ ଯାଇ ମାନସିକ କରିଲେ। କିଛି ମାସ ପରେ ମା ଡାକ ଶୁଣିଲେ। ମାଙ୍କ ଦୟାରେ ସବୁ ଠିକ୍ ହୋଇଗଲା। ମା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ, ଡାକିଲେ ଓ କରେ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କୁଟୁରିଆ ଜଙ୍ଗଲରେ ମା ବିଲେଇଶୁଣୀ ଶକ୍ତିପୀଠ। ଜୟ ମା ବିଲେଇଶୁଣୀ।